କାରନଦୀ ତୀରେ କାରୁବାକି। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶା ଲାଇଭ୍ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରବଣ ଅଞ୍ଚଳରେ ପ୍ରବାହିତ କାରନଦୀକୁ ସୀମାନ୍ତ ସହର ବଡ଼ବିଲ ଅଞ୍ଚଳର ଜୀବନରେଖା କୁହାଯାଏ। ସୁନ୍ଦରଗଡ଼ ଜିଲ୍ଲାର କାଲଟା ଅଞ୍ଚଳରୁ ନିର୍ଗତ ଚିରସ୍ରୋତା କାରନଦୀ ପ୍ରାୟ 150 କିଲୋମିଟର ଅତିକ୍ରମ କରି ଝାଡ଼ଖଣ୍ଡ ପ୍ରଦେଶରେ ପ୍ରବାହିତ କୋଏଲ ନଦୀ ସହିତ ମିଶିଛି। ଓଡ଼ିଶାରେ କାରନଦୀର ଲମ୍ବ ପ୍ରାୟ 60 କିଲୋମିଟର ହୋଇଥିବା ବେଳେ ଝାଡ଼ଖଣ୍ଡ ପ୍ରଦେଶରେ ଏହାକୁ କୋଏଲ ନଦୀର ଉପନଦୀ ବୋଲି କୁହାଯାଏ। ଏହି ଚିରସ୍ରୋତା କାରନଦୀ ଅନେକ ବଣ ପାହାଡ଼ ଦେଇ ପ୍ରବାହିତ ହେଉଛି। ତେଣୁ କାରନଦୀ କୂଳରେ ହରମଠ ଜଳପ୍ରପାତ, ବଲାଣି ଇନଟେକ୍ ଓ ବଡ଼ବିଲ ପୌରାଞ୍ଚଳକୁ ଲାଗି କାରୁବାକି ଆଦି ପର୍ଯ୍ୟଟନସ୍ଥଳୀ ରହିଛି। ବଡ଼ବିଲ ମୁଖ୍ୟ ସହରଠାରୁ ଏହା ଅତି ନିକଟରେ ହୋଇଥିଲେ ମଧ୍ୟ ସହରର କୋଳାହଳ ଏଠାରେ ଶୁଭେ ନାହିଁ। ଏହି ସ୍ଥାନରୁ ହିଁ କାରନଦୀ ଓଡ଼ିଶାରୁ ବିଦାୟ ନେଇ ପ୍ରାୟ 1 କିଲୋମିଟର ଅତିକ୍ରମ କରିବା ପରେ ଝାଡ଼ଖଣ୍ଡ ପ୍ରଦେଶରେ ପ୍ରବେଶ କରିଛି। ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନମୁଗ୍ଧକର। ଏହାର କିଛି ଦୂରରେ ରହିଛି ଆକାଶକୁ ଛୁଇଁଲା ପରି ଉଚ୍ଚ ପାହାଡ଼, ଘଞ୍ଚ ଜଙ୍ଗଲ। ଚଢ଼େଇମାନଙ୍କର କିଚିରି ମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ। ଏସିଆ ମହାଦେଶର ସର୍ବବୃହତ ଶାଳ ଜଙ୍ଗଲ କୁହାଯାଉଥିବା ସରଣ୍ଡା ପାହାଡ଼ର ଦୃଶ୍ୟ ଏଠାରୁ ଅତି ମନୋରମ। ସନ୍ଧ୍ୟା ସମୟରେ ସରଣ୍ଡା ପର୍ବତ କୋଳରେ ଲୁଚି ଯାଉଥିବା ସୂର୍ଯ୍ୟଙ୍କ ଦୃଶ୍ୟ ଅତି ମନୋରମ। ବଣଭୋଜି ଋତୁ ଆସିଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଆଖପାଖ ଅଞ୍ଚଳରୁ ଅନେକ ଲୋକ ଏଠାକୁ ଆସି ବଣଭୋଜିର ମଜା ନେବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ଉପଭୋଗ କରନ୍ତି। ଏହା ନିକଟରେ ଏକ ଶିବ ମନ୍ଦିର ମଧ୍ୟ ରହିଛି। ଏଠାରେ ମକର ମେଳା ମଧ୍ୟ ଆୟୋଜନ କରାଯାଏ।